ଭିତରେ ସେ ଦେଖିବ ଯେ ଗୋଟେ ଗୀତ ଦେଖିବ ଏବଂ ଗୀତର ରଚନାକାର ହେଉଛନ୍ତି ଆମର ମହାନ କବି ବନମାଳୀ ଦାସ, କିନ୍ତୁ ପାଠ୍ୟପୁସ୍ତକରେ ଲେଖା ହେଇଛି ବମାଳୀ ଦାସ। ସେ କ'ଣ ପଢ଼ିବ? ଆଜ୍ଞା, ଏମିତି ମୂର୍ଖଙ୍କ ଭଳିଆ ପାଠ୍ୟପୁସ୍ତକ ପୃଥିବୀରେ କିଏ ତିଆରି କରେ ମୁଁ ଜାଣିନାହିଁ। ଭାରତର ଇତିହାସରେ ବୋଧେ ଏଭଳିଆ ପାଠ୍ୟପୁସ୍ତକ କେହି କେବେ ଲେଖିନଥିବେ। ମୋହନ ମାଝୀ ସରକାର ଆଜ୍ଞା ରେକର୍ଡ କରିଦେଲେ। ମାନେ ଯେତିକି ଆପଣ ତାକୁ ଖୋଲି ଖୋଲି ଯିବେ, ପ୍ରତି ଧାଡ଼ିରେ ଯିଏ ଯେଉଁ ଭଦ୍ରଲୋକ ପାଖାପାଖି ସେ ଯେଉଁ କ'ଣ 1700 ଭୁଲ ବାହାର କରିଛନ୍ତି, ମୁଁ ତ ଏବେ ଦେଖିଲା ବେଳକୁ ଆହୁରି ଯେଉଁ ଭୁଲ ଗୁଡ଼ିକ ରେଖାଙ୍କିତ କରାହେଇଛି ତା ଛଡ଼ା ବି ଭୁଲ ଅଛି। କ'ଣ ସେ ମିଟିଂ କରୁଥିଲେ, କ'ଣ ସେ ପାଠ୍ୟପୁସ୍ତକ ତିଆରି ହେଇଛି ଏବଂ ସେ କେଉଁ ଲୋକମାନଙ୍କୁ ସେଠି ଏକ୍ସପର୍ଟ କରିକି ବସେଇଛନ୍ତି। ୟାକୁ ନେଇକରି ଯେଉଁମାନେ ଏକ୍ସପର୍ଟ, ସବଜେକ୍ଟ ଏକ୍ସପର୍ଟ, ସେମାନେ ତଦନ୍ତ କରିବେ ସିନା, ଆଡମିନିଷ୍ଟ୍ରେଟିଭ ତଦନ୍ତ କରିପାରନ୍ତି। ମାନେ ସେଠି ଆଡମିନିଷ୍ଟ୍ରେଟିଭ ଲାପ୍ସେସ୍ କ'ଣ ହେଲା, ସମସ୍ୟା କ'ଣ ହେଲା, ସଂକଟ କ'ଣ ହେଲା, ସେ ବିଷୟରେ ହୁଏତ ଉନ୍ନୟନ କମିଶନର କହିପାରିବେ। ପ୍ରଥମ କଥା ହେଉଛି ଯେ ଚଳେଇଲା ଭଳିଆ ହେଇଥିଲେ ତ ଚଳେଇବେ। ମୂଳ କଥା ହେଉଛି ଯେ ଆପଣ ଯେଉଁ ପାଠ୍ୟପୁସ୍ତକ ତିଆରି କରୁଛନ୍ତି ସେ ପାଠ୍ୟପୁସ୍ତକ ପଠ୍ୟ ନୁହଁ। ତାକୁ ପଢ଼ିଲେ ଜଣେ ମୂର୍ଖ ହେବାଟା ହିଁ ଥୟ। ନ୍ୟୁଟନକୁ ଆପଣ କହିବେ ସେ ଜଣେ ପାଇଲଟ ଥିଲେ, ତାକୁ ଯଦି ପଢ଼ିବେ ତାକୁ ସଂଶୋଧନ କରିକି ପଢ଼େଇବେ। ମୋତେ କାଲି କୁହନ୍ତୁ ଯେ କାଲି ବହିରେ ଯାହା ଲେଖା ହେଇଛି ପିଲା ତାର ଉତ୍ତର ବହିରୁ ଦେଖିକି ଲେଖିବ ନା ଶିକ୍ଷକ ଯାହା ପଢ଼େଇଥିବେ ତାକୁ ଲେଖିବ? ଯଦି ପିଲା ବହିରେ ଲେଖା ହେଇଥିବା ଉତ୍ତର ଦେବ ତାକୁ ଆପଣ ପାସ୍ ମାର୍କ ଦେବେ କି ନାହିଁ? କାରଣ ମୁଁ ବହିରେ ଯାହା ଲେଖା ହେଇଛି ତାର ଉତ୍ତର ଦେବି ନା। ଏବଂ ବହିଟା କ'ଣ କେବଳ କେବଳ ଶ୍ରେଣୀଗୃହ ଭିତରେ ସୀମିତ? ଶ୍ରେଣୀଗୃହରେ ଠିକ୍ ଅଛି, ମାନେ ଶିକ୍ଷକ ତାକୁ ସଂଶୋଧନ କରି ପଢ଼େଇ ଦେଲେ, ପିଲା ଯେତେବେଳେ ଘରକୁ ଯିବ ସେ ପୁଣି ବହି ଖୋଲିବ। ବହି ଭିତରେ ସେ ଦେଖିବ ଯେ ଗୋଟେ ଗୀତ ଦେଖିବ ଏବଂ ଗୀତର ରଚନାକାର ହେଉଛନ୍ତି ଆମର ମହାନ କବି ବନମାଳୀ ଦାସ, କିନ୍ତୁ ପାଠ୍ୟପୁସ୍ତକରେ ଲେଖା ହେଇଛି ବମାଳୀ ଦାସ। ସେ କ'ଣ ପଢ଼ିବ? ଆଜ୍ଞା, ଏମିତି ମୂର୍ଖଙ୍କ ଭଳିଆ ପାଠ୍ୟପୁସ୍ତକ ପୃଥିବୀରେ କିଏ ତିଆରି କରେ ମୁଁ ଜାଣିନାହିଁ। ଭାରତର ଇତିହାସରେ ବୋଧେ ଏଭଳିଆ ପାଠ୍ୟପୁସ୍ତକ କେହି କେବେ ଲେଖିନଥିବେ। ମୋହନ ମାଝୀ ସରକାର ଆଜ୍ଞା ରେକର୍ଡ କରିଦେଲେ। ମାନେ ଯେତିକି ଆପଣ ତାକୁ ଖୋଲି ଖୋଲି ଯିବେ, ପ୍ରତି ଧାଡ଼ିରେ ଯିଏ ଯେଉଁ ଭଦ୍ରଲୋକ ପାଖାପାଖି ସେ ଯେଉଁ କ'ଣ 1700 ଭୁଲ ବାହାର କରିଛନ୍ତି, ମୁଁ ତ ଏବେ ଦେଖିଲା ବେଳକୁ ଆହୁରି ଯେଉଁ ଭୁଲ ଗୁଡ଼ିକ ରେଖାଙ୍କିତ କରାହେଇଛି ତା ଛଡ଼ା ବି ଭୁଲ ଅଛି। ଏବଂ ପାଠ୍ୟପୁସ୍ତକ ପ୍ରଣୟନ କରୁଥିବା SCERT ସଂସ୍ଥା ଗତ 6-7 ମାସ ଭିତରେ ଅନେକ ଗୁଡ଼ାଏ କଣ୍ଟ୍ରୋଭର୍ସିର ଶିକାର ହେଇଛି। ଏ ସମ୍ପର୍କରେ ଖବରକାଗଜର ପୁରୁଣା ରେକର୍ଡ ଦେଖିଲା ବେଳକୁ ଜଣାପଡ଼ୁଛି ସେଠି ଜଣେ କିଏ ଗୋଟେ ମନୋଜ ପାଢ଼ୀ ବୋଲିକିରି ଶିକ୍ଷା ବିଭାଗର ଏଡିସନାଲ ଡାଇରେକ୍ଟର ଥିଲେ, ଏଡିସନାଲ ସେକ୍ରେଟାରୀ ଥିଲେ, ତାଙ୍କୁ SCERT ଦାୟିତ୍ୱ ଦିଆଗଲା। ତାଙ୍କର ବିରୁଦ୍ଧରେ ସେଠିକାର କର୍ମଚାରୀ ମାନେ ଦୀର୍ଘଦିନ ଧରିକିରି ଆନ୍ଦୋଳନ କଲେ, କଲମ ଛାଡ଼ ଆନ୍ଦୋଳନ କଲେ। ସେ କୁଆଡ଼େ ରାତି 8ଟା ପର୍ଯ୍ୟନ୍ତ ସେଠି ବସିକିରି ପାଠ୍ୟପୁସ୍ତକ ସମ୍ପର୍କରେ ମିଟିଂ କରୁଥିଲେ। କ'ଣ ସେ ମିଟିଂ କରୁଥିଲେ, କ'ଣ ସେ ପାଠ୍ୟପୁସ୍ତକ ତିଆରି ହେଇଛି ଏବଂ ସେ କେଉଁ ଲୋକମାନଙ୍କୁ ସେଠି ଏକ୍ସପର୍ଟ କରିକି ବସେଇଛନ୍ତି? କିଏ ସେ ଏକ୍ସପର୍ଟ? ବର୍ତ୍ତମାନ ଯେଉଁଟା ସରକାର କହୁଛନ୍ତି ଚଳେଇ ଦିଅ, ସରକାରଙ୍କୁ ପ୍ରଥମ କଥା କହିବା କଥା ହେଉଛି ଯେ ଏମାନେ ହେଉଛନ୍ତି ଭବିଷ୍ୟତର ହତ୍ୟାକାରୀ। ଆମର ପିଲାମାନଙ୍କର ଜୀବନକୁ ନଷ୍ଟ କରିବା ପାଇଁ ଏ କଥା କୁହାଯାଉଛି। ସରକାରକୁ ଲାଜ ଲାଗିବା କଥା ଏବଂ ପ୍ରତ୍ୟେକ ଅଭିଭାବକଙ୍କ ଦାୟିତ୍ୱ ହେଉଛି, କାରଣ ସାନ ପିଲାମାନେ ତ ଆନ୍ଦୋଳନକୁ ଆସିପାରିବେ ନାହିଁ। ଏଠି ଯଦି ଅଭିଭାବକମାନେ ଏଇ ଯେଉଁ ଚଳେଇନୀୟ ଆଟିଚ୍ୟୁଡ଼କୁ ଗ୍ରହଣ କରିବେ ତାହେଲେ ସାରା ଜୀବନ ପାଇଁ ଗୋଟିଏ ପିଢ଼ିର ଭବିଷ୍ୟତ ଅନ୍ଧାର ହେଇକରି ରହିବ। ତେଣୁ ସବୁ ଅଭିଭାବକଙ୍କର ଦାୟିତ୍ୱ ହେଉଛି ଯେ ଏ ବହିକୁ ସିଧାସଳଖ ଆଣିକରି ଡମ୍ପ କରିବା। ଯିଏ ମନ୍ତ୍ରୀ ଗଲା, ଯିଏ ସରକାରୀ ଦଳର ବିଧାୟକ, ତାଙ୍କ ଘର ଆଗରେ ଏ ବହି ଗୁଡ଼ାକ ଆଣିକରି ଜମା କରନ୍ତୁ। ମାନେ ଜାତୀୟ ଗଣମାଧ୍ୟମରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନେଇକରି ଯେଉଁ ଭଳିଆ ବିଦ୍ରୂପ କରାହେଉଛି ଏବଂ ଯେଉଁ ଭଳିଆ ହେଡ଼ଲାଇନ୍ ଲେଖା ହେଇଛି ଇଣ୍ଡିଆନ୍ ଏକ୍ସପ୍ରେସରେ, ଆଜତକରେ, ଦେଖିଲେ ଲାଜ ଲାଗିବା କଥା। କିନ୍ତୁ ଆମର ତ ମନ୍ତ୍ରୀ, ଆମର ମୁଖ୍ୟମନ୍ତ୍ରୀଙ୍କୁ ତ ଲାଜ ଲାଗୁନାହିଁ। ମୁଖ୍ୟମନ୍ତ୍ରୀ ତ ଯାଇଛନ୍ତି ଶଙ୍ଖୋଳିବା ପାଇଁ ରାଷ୍ଟ୍ରପତିଙ୍କୁ ଏବଂ ପ୍ରଧାନମନ୍ତ୍ରୀଙ୍କୁ। ଉତ୍ସବ ପାଳିବାର ତ ସମୟ ନାହିଁ, ଆଉ ଏସବୁ କଥା ପାଇଁ ଚିନ୍ତା କିଏ କରିବ? ପିଲାଙ୍କର ଭବିଷ୍ୟତ ଅନ୍ଧାର ହେଲେ ତାଙ୍କର କ'ଣ ଯାଉଛି? ଖାଇବା ପିଇବା ମଉଜ କରିବା ପାଇଁ ବିଜେପି ସରକାରକୁ ଆସିଛି ଓଡ଼ିଶାରେ।
लोकंकर काम करिबार कोर्स नहीं एवं या परे सबु शिक्षक संगठन छात्र संगठन एवं अभिभावक मानकर दायित्व होउची जे प्रत्येक स्कूल रु बही कलेक्शन करिकरी जोठी जो मंत्री अछंती जिल्लापाल मानकर कार्यालय रे याकू सीधा सड़क आनिकरी गार्बेज रे पकेइबा याकू चलै दियो बोलिकरी जदि सरकार कहउचंती आउ याकू जदि चलै नेबे ओडिसावासी ताले गोटे कथा मन रखितांतु जे सारा जीवन गोटे पीढ़ीर भाग्य भविष्य ज्ञान प्रज्ञा सबू अंधार रे जीव तेणु ए बही आदौ ग्रहणीय नुह बनमाली को बमाली दास लिखाई ग्रहण करेंगे आपण तुंग शिखरी चूड़ पिला पाठ पढ़ो से 10टा भूल आस गगन हुए आस तपन हुई ए उत्कल भुवने पिला सबुदिन मूलरू पढ़ भ दीर्घ हो जो सघन अच्छी से लिखाई सपन आज्ञा मुख्यमंत्री को तो मत आश्चर्य लगुच मुख्यमंत्री को वास्तव में जो मैंने परामर्श दौरान से माने ठीक परामर्श दौरान ना मुख्यमंत्री निज बाटर निजे चलुं किए परामर्श देला जे यार जे तदंत करेंगे सी होती उन्नयन कमिशनर ओडिया जानती से जानीपर जे पाठ्यक्रम कौन त्रुटि अच्छी कहीं त्रुटि अच्छी सघन एवं सपन भितर कौन फरक अच्छी बुझीपर देवरंजन सिंह आज्ञा या जो माने एक्सपर्ट सब्जेक्ट एक्सपर्ट से माने तदंत करेंगे सीना एडमिनिस्ट्रेटिव तदंत कर माने सेठी एडमिनिस्ट्रेटिव लैप्सेस कौन है समस्या कौन है संकट कौन है से विषय हुए तो उन्नयन कमिशनर कहीपर किंतु बहिर त्रुटि किए दायी बहिरे कौन त्रुटि होता बुझिले सीना से कार्यानुष्ठान नेबे देवरंजन सिंह एथि कॉम्पिटेंट अथॉरिटी आपण प्रथमे जो माने सब्जेक्ट एक्सपर्ट से मानू नहीं गोटे कमिटी कर आपण सेटा करि नाहंती एवं ए बही जदि राज्य सरकार प्रत्याहार न करती ताहले एटा ओडिशार भविष्य को नष्ट करिवो तेणु तुरंत ए बही को प्रत्याहार करंतु 50 कोटी टंका पानी रे जदि पड़िला पड़ू सरकार मंत्री पकड़ से आदाय करंतु एवं ए 50 कोटी टंका भारतीय जनता पार्टी दो तांकरी अव्यवस्था जो यहाँ तेणु से तार भरणा करंतु।